विद्या और ज्ञानर देवता भाव विवेचना करा प्रभु गणेश को सर्वदा कर्म आरंभ पूर्व आवाहन करा आम विक्टोरिया ओडिया परिवार छोट छोट पिला द्वारा हेबाक जाऊा यह पौराणिक नाटकर परिवेशन पूर्व आज आम प्रभु को थे स्मरण करदेबा। वक्रतुंड महाकाय सूर्यकोटि समप्रभा निर्विघ्नं कुरु मे देव सर्वकार्येषु सर्वदा। एकदा धरापृष्ठରେ ରାକ୍ଷସମାନଙ୍କ ଉପଦ୍ରବ ବୃଦ୍ଧି ପାଇ ଚରମ ସୀମାରେ ପହଞ୍ଚେ। ନର ନାରୀ ଓ ମୁନି ଋଷିଙ୍କ ଉପରେ ଅସହ୍ୟ ଅତ୍ୟାଚାର କରିବା ପରେ ଦାନବମାନେ ଦେବୀ ଦେବତାଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଏଥିରେ ଅତିଷ୍ଠ ହୋଇ ଦେବତାମାନେ ଇନ୍ଦ୍ରଙ୍କ ପାଖରେ ଶରଣ ନେଲେ। ହେଲେ ଦାନବମାନଙ୍କୁ କରାୟତ୍ତ କରିବାର ଅନେକ ଚେଷ୍ଟା ବୃଥା ଗଲା। ତେଣୁ ସ୍ୱର୍ଗର ରାଜା ଇନ୍ଦ୍ର ଏହି ଅତ୍ୟାଚାରରୁ ସ୍ୱର୍ଗର ଦେବତା ଆଉ ମର୍ତ୍ତ୍ୟପୁରର ମାନବ ଜାତିକୁ ରକ୍ଷା କରିବା ପାଇଁ କୈଳାସରେ ଗୁହାରି କରିବାକୁ ପହଞ୍ଚିଲେ। ମହାପ୍ରଭୁ ଶିବ ଶଙ୍କର ଆଉ ମାତା ପାର୍ବତୀ ବାସ କରନ୍ତି ହିମାଳୟର ସର୍ବୋଚ୍ଚ ପର୍ବତ କୈଳାସ। ସେହି କୈଳାସର ରକ୍ଷା ସହ ଶିବଙ୍କ ସେବା ଓ ସହାୟତା ପାଇଁ ରହିଥିଲେ ଗଣେଶ, ଯାହାର ମୁଖ୍ୟ ଥିଲେ ନନ୍ଦୀ ଏବଂ ଭୃଙ୍ଗି। ओम नमः शिवाय। प्रभु देवताମାନଙ୍କ ପ୍ରଣାମ ସ୍ୱୀକାର କରନ୍ତୁ। ଇନ୍ଦ୍ରଦେବ ସବୁ କୁଶଳ ଏ ସମୟରେ ଆପଣମାନଙ୍କର କୈଳାସରେ ଆଗମନର କ'ଣ ଅଭିପ୍ରାୟ ଅଛି? ଦାନବମାନେ ମଧ୍ୟରେ ଉପଦ୍ରବ ଆରମ୍ଭ କରିଦେଇଛନ୍ତି। ଋଷିମୁନିଙ୍କ ସହ ଅନ୍ୟ ମାନବମାନେ ତ୍ରାହି ତ୍ରାହି ଡକା ଦେଉଛନ୍ତି। ଆଉ ଏବେ ସେମାନଙ୍କ ଲକ୍ଷ୍ୟ ସ୍ୱର୍ଗ ଉପରେ। ତାକୁ ରୋକିବା ପାଇଁ ଆମର ସବୁ ପ୍ରୟାସ ଏପର୍ଯ୍ୟନ୍ତ ବିଫଳ ଯାଇଛି। ପ୍ରଭୁ, ଏ ସଙ୍କଟ ସମୟରେ ଆମେ ଆପଣଙ୍କ ସହାୟତା ପାଇଁ ଗୁହାରି କରିବାକୁ ଆସିଛୁ। ବହୁତ ଖରାପ ସମାଜ ହେଲେ ମୋତେ ଏହାର ଜ୍ଞାନ ଅଛି। ଆପଣମାନେ ନିଶ୍ଚିତ ରୁହନ୍ତୁ। ମୁଁ ସେ ଅହଂକାରୀ ଦାନବମାନଙ୍କୁ ନିପାତ କରି ସ୍ୱର୍ଗ ଓ ମର୍ତ୍ତ୍ୟପୁରରେ ପୁଣି ସୁଖ ସାଗର ଫେରାଇ ନାମୀ ଓ ବୃଦ୍ଧି ଯଥାଶୀଘ୍ର ଯୁଦ୍ଧ ପାଇଁ ଆଲୋକ आज्ञा ଆମେ ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ପାର୍ବତୀଙ୍କୁ କୈଳାସରେ ଛାଡ଼ି ଶିବ ଯୁଦ୍ଧ ପାଇଁ ଚାଲିଲେ। ଅନେକ ଦିନ ଏବଂ ଯୁଦ୍ଧ ଚାଲିଛି। ଶିବ ଶଙ୍କର ଯୁଦ୍ଧ ପାଇଁ ଯିବା ପରେ ପାର୍ବତୀ କୈଳାସରେ ଏକା You didn't practice together anytime. How many times you guys practiced together? Of many times. It was really great. ସମୟ କାଟୁଛନ୍ତି। ଏତେ ଦିନ ହେଲାଣି ପ୍ରଭୁଙ୍କ ବିନା କୈଳାସରେ ଏକାକୀ ଲାଗୁଛି। କେଜାଣି କେବେ ସିଏ ପ୍ରତ୍ୟାବର୍ତ୍ତନ କରିବେ। ତାଙ୍କ ସହ ସବୁବେଳେ ନନ୍ଦୀ ରହୁଛନ୍ତି, ତାଙ୍କ ରକ୍ଷକ ତଥା ତାଙ୍କ ବନ୍ଧୁପାଳି। ହେଲେ ମୋ ପାଖରେ କେହି ବି ନାହାନ୍ତି। ମୋ ରକ୍ଷା ପାଇଁ ମଧ୍ୟ ମୋତେ କାହାକୁ ପ୍ରସ୍ତୁତ କରିବାକୁ ହେବ, ଯିଏ ସର୍ବଦା ମୋ ସାଥିରେ ରହିବ। ତୁମକୁ ମୁଁ ଜୀବନ ଦାନ ଦେଇଛି।
ସର୍ବଦା ଆପଣଙ୍କ ଆଜ୍ଞାକୁ ପାଳନ କରିବି। ଠିକ ଅଛି, ମୁଁ ଏବେ ସ୍ନାନ କରିବା ପାଇଁ ଯାଉଛି। ତୁମେ ଗୃହର ଦ୍ୱାର ପାଖରେ ଜଗିକି ରୁହ। ମୁଁ ଯେ ପର୍ଯ୍ୟନ୍ତ ସ୍ନାନ ସାରି ନ ଫେରିଛି କାହାକୁ ଭିତରକୁ ଆସିବା ପାଇଁ ଦେବ ନାହିଁ। ଯାହା ଆପଣଙ୍କ ଇଚ୍ଛା। ମା, ଆପଣ ନିଶ୍ଚିତ ହୋଇ ସ୍ନାନ କରିବାକୁ ଯାଇପାରିବେ। ତୁମେ ବାଳକ ଆଉ ଏକାକି ଏଇଠାରେ ନାହିଁ। ସେଇଥିପାଇଁ ମୁଁ ତମକୁ କିଛି ଶକ୍ତି ପ୍ରଦାନ କରୁଛି। ଏହି ଦିବ୍ୟ ଶକ୍ତି ତୁମର ରକ୍ଷା କରିବ ଓ କୌଣସି ଅଜ୍ଞାତ ସୃଷ୍ଟିର ସାମ୍ନା କରିବାରେ ତୁମର ସହାୟକ ହେବ। ଧମାର ଯୁଦ୍ଧ ପରେ ଶିବ ଦାନବ ସେନାଙ୍କୁ ପରାସ୍ତ କଲେ। ବିଜୟୀ ହେବା ପରେ ନନ୍ଦୀ ଓ ଭୃଙ୍ଗୀଙ୍କ ସହ ଶିବ କୈଳାସ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଉ ସିଧା ଶିବାଳୟ ଆଡ଼କୁ ଯାଇଛନ୍ତି ପାର୍ବତୀଙ୍କ ସହ ଦେଖା କରି ବିଜୟ ସମାଚାର ଦେବାକୁ। ହେଲେ ଘର ବାହାରେ ଦେଖୁଛନ୍ତି ଏକ ଛୋଟ ବାଳକ। हर हर महादेव, जय भोलेनाथ। କ୍ଷମା କରନ୍ତୁ, ଆପଣ ଆଗକୁ ଯାଇପାରିବେ ନାହିଁ। ତୁମେ କିଏ? ମୋ ରାସ୍ତା କାହିଁକି ରୋକୁଛ? ମୁଁ ଗୌରୀ ଭକ୍ତ, ଏଇ ଗମନର ରକ୍ଷକ। ଏଇ ଦ୍ୱାରକୁ ଜଗିକି ଠିଆ ହେଇଛି। ମାତାଙ୍କ ଆଦେଶ ଅନୁସାରେ ସେ ସ୍ନାନ ସରିନ ଆସିବା ପର୍ଯ୍ୟନ୍ତ କାହାକୁ ଭିତରକୁ ଯିବାର ଅନୁମତି ନେବି। ତୁମେ କିଏ? ମୋର ଅନେକ ନାମ ଅଛି ବାଳକ। ତୁମେ ମୋତେ ହୁଏ ମୋତେ ଚିନି ପାରିବ ନାହିଁ। ସେ ଆଦେଶ ମୋ ପାଇଁ ପଜିଟିଭ ନୁହେଁ। ମୁଁ ଶିବ, ତୁମ ମାତା ପାର୍ବତୀଙ୍କ ସ୍ୱାମୀ ଆଉ ଏ କୈଳାସର ଅଧିପତି। ଘର ସାଙ୍ଗରୁ ହଟିଯାଅ ଆଉ ମୋତେ ଭିତରକୁ ଯିବାକୁ ଦିଅ। ଆଉ ଡାକ ବି ନୁହେଁ। ମୋତେ ଅଭୋଟ ବାଳକ ଭାବି ଭ୍ରମିତ କରିବାକୁ ଚେଷ୍ଟା କରୁଛ। ତୁମେ କି ହୋଇଥାଅ ନା କାହିଁକି, ମୁଁ ମୋ ମାତାଙ୍କ ଆଦେଶ ଅବଜ୍ଞା କରିପାରିବି ନାହିଁ। ମା ନା କହିବା ଥାଏ, ମୁଁ କାହାକୁ ମଧ୍ୟ ଭିତରକୁ ଯିବାକୁ ଦେବି ନାହିଁ। ତମେ ଏଠାରୁ ଚାଲିଯାଅ। ଜିଦି କର ନାହିଁ ବାଳକ, ଏହାର ପରିଣାମ ତମ ପାଇଁ ଭଲ ହେବ ନାହିଁ। ତୁମେ ମୋ କ୍ରୋଧକୁ ଜାଣିନ। ତୁମକୁ ମୁଁ କଠୋର ଦଣ୍ଡ ଦେଇପାରେ। ସ୍ୱର୍ଗ ପଶ୍ଚିମ ଦିଗର ଉତ୍ତର ହୋଇପାରେ। ଗଙ୍ଗା ନଦୀ ତାଙ୍କ ଦିଗ ବଦଳାଇ ଦେଇପାରନ୍ତି। ହେଲେ ମୁଁ ମୋ ଧର୍ମର ମନରୁ ଥକିବି ନାହିଁ। ପରିଣତ ଯାହା ହୁଅ, ମୁଁ ପ୍ରସ୍ତୁତ ଅଛି। ମୁଁ ତୁମ ସହ ଆଉ ଚୁକ୍ତି କରିବାକୁ ଚାହୁଁନି। ମୋତେ ଏ ମୁଖ ବାଳକକୁ ବୁଝେଇ ରାସ୍ତାରୁ ହଟାଇ ଦିଅ। ଯଦି କଥା ନ ଶୁଣେ ତାହେଲେ ପରକୁ ହଟାଇ ମୋର ଗୃହରେ ପ୍ରବେଶ ପାଇଁ ବ୍ୟବସ୍ଥା କର। ବାଳକ, ତୁମେ ପ୍ରଭୁ ଶିବଙ୍କର କ୍ରୋଧରୁ ଆମ ହାତ ରୁହ। ରାସ୍ତା ଛାଡ଼ି ଦିଅ। अन्यथा परिणाम खूब भयंकर है। ମୁଁ ଏଇସବୁ କଥାକୁ ଡରେ ନାହିଁ। ଦୁଇଟାକୁ ଯିବାକୁ ହେଲେ ତୁମକୁ ମୋତେ ଭଲ ଲେପରସ କରି ଯିବାକୁ ହବ। ଆଉ ମୁଁ ଏଇଠାରେ ଠିଆ ହୋଇଥିବା ଜାଗା ସେଠାକୁ ଯିବାକୁ ଦେବି ନାହିଁ। बालक ताहाले तुमर अहंकार भंग करबाको है।